ଅନେକ ଦିନ ତଳର କଥା। ଗୋଟିଏ ସିଂହଟିଏ ରହୁଥିଲା। ସେ ବହୁତ ଶକ୍ତିଶାଳୀ ଥିଲା। ଦିନେ ସେ ଶିକାର କରି ଫେରିବା ବାଟରେ ଗୋଟିଏ ବିଲୁଆକୁ ଦେଖିଲା। ବିଲୁଆଟି ଖୁବ୍ ଦୁର୍ବଳ ଦେଖାଯାଉଥିଲା। ବିଲୁଆ ସିଂହ ରାଜାକୁ ଦଣ୍ଡବତ ଜଣାଇଲା ଆଉ କହିଲା, ଆଜ୍ଞା, ଆପଣ ମୋତେ ଆପଣଙ୍କ ସେବାରେ ରଖନ୍ତୁ। ମୁଁ ଆପଣଙ୍କ ଭଳି ଜଣେ ମହାନ ରାଜାଙ୍କର ସେବା କରି ମୋର ବାକିତକ ଜୀବନ ଆପଣଙ୍କ ଶରଣରେ କାଟିଦେବାକୁ ଚାହୁଁଛି। ସିଂହ ଦୁର୍ବଳ ବିଲୁଆକୁ ଦେଖି ତା ମନରେ ଦୟା ଆସିଲା। ସେ ତାକୁ ନିଜର ସେବକ ରୂପେ ରଖିଲା। ସେ ପ୍ରତିଦିନ ଯାହା ଶିକାର କରି ଆଣେ ସେଥିରୁ ବିଲୁଆକୁ ମଧ୍ୟ ଦିଏ। ଏମିତି ବିଲୁଆ ଖାଇ ଖାଇ ଖୁବ୍ ମୋଟା ହୋଇଗଲା ଆଉ ସିଂହ ପାଖରେ ରହି ନିଜକୁ ସିଂହ ଭଳି ଶକ୍ତିଶାଳୀ ମନେକଲା। ଦିନେ ସେ ସିଂହ ରାଜାଙ୍କୁ କହିଲା, ଆରେ ଏ ସିଂହ, ମୁଁ ତୋ ଭଳି ଶକ୍ତିଶାଳୀ ହୋଇଗଲିଣି। ଆଜି ମୁଁ ଗୋଟିଏ ହାତୀ ଶିକାର କରି ଆଣିବି। ମୁଁ ଖାଇବି ଆଉ ଯାହା ଅଇଁଠା ବଳିବ ତାକୁ ତୁ ଖାଇବୁ। ସିଂହ ଯେହେତୁ ବିଲୁଆକୁ ମିତ୍ର ଭଳି ଭାବୁଥିଲା, ସେ ବିଲୁଆ କଥାକୁ କିଛି ଖରାପ ଭାବିଲା ନାହିଁ। ସିଂହ ବିଲୁଆକୁ କହିଲା, ହାତୀ ବହୁତ ଶକ୍ତିଶାଳୀ, ତୁ ତାକୁ ଶିକାର କରିପାରିବୁ ନାହିଁ। ହେଲେ ବିଲୁଆ ସିଂହ କଥାକୁ ନ ଶୁଣି ଜଙ୍ଗଲକୁ ଶିକାର ପାଇଁ ବାହାରିଗଲା। ଦୂରରୁ ଗୋଟିଏ ହାତୀ ଆସୁଥିଲା। ବିଲୁଆ ଦୌଡ଼ି ଦୌଡ଼ି ଯାଇ ହାତୀ ଉପରକୁ କୁଦା ମାରିଲା। ହାତୀ ଖୁବ୍ ଜୋରରେ ରାଗିଯାଇ ତାର ଶୁଣ୍ଢରେ ବିଲୁଆକୁ ବୁଲେଇ ବୁଲେଇ ଫୋପାଡ଼ି ଦେଲା। ବିଚରା ବିଲୁଆ ଏକାଥରକେ ଗଡ଼ି ଗଡ଼ି ଯାଇ ସିଂହ ପାଖରେ ପଡ଼ିଲା। ତାର ଅଣ୍ଟା ଭାଙ୍ଗିଗଲା। ତାର ଗର୍ବ ପାଇଁ ଏପରି ଅବସ୍ଥା ହେଲା। ତେଣୁ କେବେ ବି ଗର୍ବ କରିବା ଉଚିତ ନୁହେଁ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।